आज भिडियो रे उत्कल गौरव मधुसूदन दास को संपूर्ण जीवनी विषय जानिबा। तेबे आसंतु भिडियोटी को आरंभ करनेबा। ओडिशा रे जन्म ग्रहण करिथिबा वीरपुत्र मानक मध्यरे उत्कल गौरव मधुसूदन दास हेउचंती अन्यतम। से सारा ओडिशा रे मधुबारिष्ट बा मधुबाबू नाम परिचित। 1848 मसीहा अप्रैल मास 28 तारिख रे कटक जिलार सत्यभामापुर ग्राम रे जन्म ग्रहण करथिले। तांको पिताଙ୍କ नाम चौधरी रघुनाथ दास और माताଙ୍କ नाम थिला पार्वती देवी। से थिले ओडिशार प्रथम बिलात यात्री और प्रथम बारिस्टर। एहा छडा से थिले प्रथम ग्रेजुएट, प्रथम एमए। से थिले प्रथम ओडिया वकील एवं प्रथम ओडिया मंत्री। तांकर विचक्षण बुद्धि थिला। 13 वर्ष बयस रे मधुबाबू कटक सहर रे थिबा सरकारी हाई स्कूल ले नाम लेखाइथिले। परवर्ती समय रे सरकारी हाई स्कूल टे रेभेन्सा कॉलेजिएट नाम रे नामित होइथिला। 1864 मसीहा रे मधुसूदन दास एंट्रेंस परीक्षा रे कृतित्व लाभ कले। सेतेबेले उच्च शिक्षा पई कलकत्ता जिबाकू पडुथिला। ओडिशा को सही समय रेलपथर सुविधा नथिबारु जलपथर स्टीमर जोगे कलकत्ता जिबाकू पडुथिला। मधुबाबू एंट्रेंस पास करी देखिले जे कलकत्ता जिबा पई तांको पाखरे अर्थर अभाव रहिछि। तेणु से एंट्रेंस पास करे बालेश्वर जिला स्कूल ले शिक्षकता कले। बालेश्वर जिला स्कूल ले 2 वर्ष शिक्षकता करे से किछि अर्थ संचय कले। तत्परे उच्च अभिलाषी मधुबाबू विभिन्न प्रतिबंधक सत्वे मध्य मधुबाबू उच्च शिक्षा पई कलकत्ता यात्रा कले। मात्र अर्थ अभाव हेतु कलकत्ता रही पाठ पढ़ा मधुबाबू पक्षे संभव है नहीं। ସେହି ସମୟରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନେ ସେମାନଙ୍କ ସଂଘ ପାଠିରୁ ଖ୍ରୀଷ୍ଟିଆନ ଛାତ୍ରମାନଙ୍କୁ ଅର୍ଥ ସାହାଯ୍ୟ ଦେଉଥିଲେ। ଅମ୍ବିକା ପ୍ରସାଦ ହାରିକା ନାମକ ଜଣେ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ସହ ମଧୁବାବୁଙ୍କ ପରିଚୟ ହୋଇଥିଲା। ମଧୁବାବୁଙ୍କ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହ ଦେଖି ଅମ୍ବିକା ପ୍ରସାଦ ଏ ଦିଗରେ ତାଙ୍କୁ ସାହାଯ୍ୟ କଲେ। ତାପରେ ମଧୁବାବୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାରୁ ତାଙ୍କ ଅର୍ଥର ଅଭାବ ରହିଲା ନାହିଁ। ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲା ପରେ ନିଜର ନାମ ପରିବର୍ତ୍ତନ କରିବାକୁ ପଡ଼େ। ଏହି କାରଣରୁ ମଧୁବାବୁ ନିଜର ମୂଳ ନାମ ଗୋବିନ୍ଦ ବଲ୍ଲଭ ପରିତ୍ୟାଗ କରି ମଧୁସୂଦନ ଦାସ ରଖିଥିଲେ। ଉଚ୍ଚ ଶିକ୍ଷା ଅଭିଳାଷୀ ମଧୁବାବୁ କଲିକତାରେ ରହି 1870 ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରି ପ୍ରଥମ ଗ୍ରାଜୁଏଟ୍ର ଗୌରବ ଅର୍ଜନ କରିଥିଲେ। ମଧୁବାବୁ ସ୍ନାତକୋତ୍ତର ଏବଂ ବାରିଷ୍ଟର ପାସ୍ କରିବାରେ ପ୍ରଥମ ଓଡ଼ିଆ। ସେ ସବୁ ଓଡ଼ିଆଙ୍କ ପାଇଁ ପାଲଟିଥିଲେ ଏକ ପ୍ରେରଣା। ସେଥିପାଇଁ ଓଡ଼ିଶାର ପୁଅ କଲେଜ ପିଲାମାନଙ୍କ ଠାରୁ ଶୁଣା ଯାଉଥିଲା, ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି। 1881 ମସିହା ସେପ୍ଟେମ୍ବର 12 କଲିକତାରୁ ଫେରି କଟକରେ ଓକିଲାତି କରିଥିଲେ। 1921 ମସିହା ଜାନୁଆରୀ ମାସ 6 ତାରିଖରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀ ରୂପେ ନିଯୁକ୍ତ ପାଇଥିଲେ। ମଧୁବାବୁ କଟକରେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ। ଖରାପ ହୋଇଯାଇଥିବା ଜୋତା ଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ। ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା। ମଧୁବାବୁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ, ଯାହାକି ଓଡ଼ିଆ ଜାତୀୟତାର ମୂଳଦୁଆ ପକାଇଲା। ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ଏକତ୍ରୀକରଣ ଦାବିକୁ ଉତ୍କଳ ସମ୍ମିଳନୀ ଆଗେଇ ନେଇଥିଲା। ମଧୁବାବୁଙ୍କର ଅକାଟ୍ୟ ଯୁକ୍ତି ଏବଂ ଅଦମ୍ୟ ପ୍ରଚେଷ୍ଟା ଆଗରେ ଇଂରେଜ ଶାସନ କଣ ମୁଣ୍ଡ ନିଆଳିଲା, ଯାହାଫଳରେ 1936 ମସିହା ଏପ୍ରିଲ ମାସ 1 ତାରିଖରେ ସାରା ଭାରତ ବର୍ଷରେ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା। ମଧୁବାବୁ ଜଣେ ଲେଖକ ଓ କବି ଭାବରେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି। ସେ ଓଡ଼ିଆ ଏବଂ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖି ଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି ଉତ୍କଳ ସନ୍ତାନ, ଜାତି ଇତିହାସ, ଜ୍ଞାନୀର ଉକ୍ତି, ଜାତୀୟ ଗୀତିକା। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ। 1934 ମସିହା ଫେବୃଆରୀ ମାସ 4 ତାରିଖ ରାତି 1:30 ସମୟରେ ମଧୁବାବୁ ଆମକୁ ଛାଡ଼ି ଚାଲି ଯାଇଥିଲେ। ମଧୁସୂଦନ ଦାସ ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ। ମଧୁସୂଦନ ଦାସଙ୍କ ଯୋଗୁଁ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଏବଂ ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ଭାବରେ ସ୍ୱୀକୃତି ଲାଭ କରିଛି। ମଧୁବାବୁଙ୍କ ନିଜସ୍ୱ ଉପଲବ୍ଧି ପରବର୍ତ୍ତୀ କାଳରେ ହଜାର ହଜାର ଓଡ଼ିଆଙ୍କୁ ପ୍ରେରଣା ଦେବା ସହ ଆମ ସମ୍ମାନର ସହ ନିଜକୁ ଓଡ଼ିଆ ବୋଲି ଦେବା ପାଇଁ ସାହସ ଦେଇଛି।
ମଧୁ ଯଥାର୍ଥରେ କୁଳବୋଧ ଏବଂ ଉତ୍କଳ ଗୌରବ, ସେଥିପାଇଁ ଫକୀର ମୋହନ ଲେଖିଥିଲେ, ଧନ୍ୟ 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 ମଧୁସୂଦନ, ଉତ୍କଳ ମାତାର ଯୋଗ୍ୟ ସନ୍ତାନ, ଦେଲ ଉତ୍କଳକୁ ନବ ଜୀବନ, ଶିଖାଇଲ ଲୋକେ ଜାତି ବନ୍ଦନ। ପିଲାମାନେ ଭିଡ଼ିଓଟି ପସନ୍ଦ ଆସିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି। ଆଜି ପାଇଁ ରହୁଛି, ଧନ୍ୟବାଦ।